ସନ୍ଧ୍ୟାରେ ହେଲା ଆଲୋଚନା, ରାତିରେ ବଦଳି। ରାଗିଗଲେ ମୁଖ୍ୟମନ୍ତ୍ରୀ, କରିଦେଲେ ରାତାରାତି ଚୌକି ବଦଳି। ମୁଖ୍ୟମନ୍ତ୍ରୀ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିବା ପରେ ରାତିରେ ଆଇପିଏସ୍ ଅଫିସର ସ୍ତରରେ ହୋଇଛି ବଡ଼ ଅଦଳବଦଳ। 10 ପୋଲିସ ଜିଲ୍ଲାର ଆଇପିଏସ୍ ଅଫିସରଙ୍କୁ ବଦଳି ସହ 4 ଜଣ ଓପିଏସ୍କୁ ବଦଳି କରାଯାଇଥିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନବରଙ୍ଗପୁର ଏସ୍ପି ତଥା 2012 ବ୍ୟାଚ୍ ଆଇପିଏସ୍ ଅଫିସର ମର୍କଟ ସନ୍ଦୀପ ସମ୍ପତଙ୍କୁ କ୍ରାଇମବ୍ରାଞ୍ଚର ଡିଆଇଜି ଭାବେ ନିଯୁକ୍ତ ମିଳିଥିବା ବେଳେ 2013 ବ୍ୟାଚ୍ ଆଇପିଏସ୍ ଅଫିସର ତଥା କ୍ରାଇମବ୍ରାଞ୍ଚ ଏସ୍ପି ଥିବା ପରମାର ସ୍ମିଥ ପରଶୋତ୍ତମ ଦାସଙ୍କୁ ନୟାଗଡ଼ ଏସ୍ପି ଭାବେ ନିଯୁକ୍ତି ମିଳିଛି। ସେହିଭଳି ଖୋର୍ଦ୍ଧା ଏସ୍ପି ଥିବା 2014 ବ୍ୟାଚ୍ ଆଇପିଏସ୍ ବିବେକାନନ୍ଦ ଶର୍ମାଙ୍କୁ କ୍ରାଇମବ୍ରାଞ୍ଚ ଏସ୍ପି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ରାୟଗଡ଼ା ଏସ୍ପି ଥିବା 2017 ବ୍ୟାଚ୍ ଅଫିସର ସ୍ୱାତି ଏସ୍ କୁମାରଙ୍କୁ ଏସ୍ଟିଏଫ୍ର ଏସ୍ପି ଭାବରେ ନିଯୁକ୍ତି ମିଳିଛି। ସେହିଭଳି ବରଗଡ଼ ଏସ୍ପି ଥିବା ପ୍ରହ୍ଲାଦ ସହାୟ ମୀନାଙ୍କୁ ଗଜପତି ଏସ୍ପି ଭାବେ ନିଯୁକ୍ତି ମିଳିଛି। ନୟାଗଡ଼ ଏସ୍ପି ଥିବା ଏସ୍ ସୁଶ୍ରୀଙ୍କୁ ଭିଜିଲାନ୍ସ ଏସ୍ପି ଭାବେ ନିଯୁକ୍ତି ମିଳିଥିବା ବେଳେ ସ୍ପେଶାଲ ବ୍ରାଞ୍ଚ ଏସ୍ପି ଥିବା ରାଜପ୍ରସାଦଙ୍କୁ ରାୟଗଡ଼ା ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଛି। ଗଞ୍ଜାମ ଏସ୍ପି ଥିବା ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଖୋର୍ଦ୍ଧା ଏସ୍ପି ଭାବେ ଦାୟିତ୍ୱ ମିଳିଥିବା ବେଳେ ବୌଦ୍ଧ ଏସ୍ପି ଥିବା ରାହୁଲ ଗୋୟଲଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସ୍ପି ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି କନ୍ଧମାଳ ଏସ୍ପି ଥିବା ହରିଶ ବିଶିଙ୍କୁ ଗଞ୍ଜାମ ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଛି। ଭଦ୍ରକ ଅତିରିକ୍ତ ଏସ୍ପି ଥିବା କାଶ୍ୟପ ପାର୍ଥ ଜଗଦୀଶଙ୍କୁ ନବରଙ୍ଗପୁର ଏସ୍ପି ଦାୟିତ୍ୱ ମିଳିଛି। ରାଜ୍ୟପାଳଙ୍କ ଏଡିସି ଥିବା କୁଲଦୀପ ମୀନାଙ୍କୁ ବୌଦ୍ଧ ଏସ୍ପି ଦାୟିତ୍ୱ ମିଳିଥିବା ବେଳେ ରାୟଗଡ଼ାର ଅତିରିକ୍ତ ଏସ୍ପି ରମେନ୍ଦ୍ର ପ୍ରସାଦଙ୍କୁ କନ୍ଧମାଳ ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି କଟକ ୟୁପିଡି ଏସ୍ପି ଅନନ୍ୟା ଅଶ୍ୱିସଙ୍କୁ ରାଜ୍ୟପାଳଙ୍କ ଏଡିସି କରାଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ସିଆଇଡି ଏସ୍ପି ଥିବା କୃଷ୍ଣ ପ୍ରସାଦ ପଟ୍ଟନାୟକଙ୍କୁ ଏସ୍ପି ସିଗ୍ନାଲ୍ସ ଦାୟିତ୍ୱ ମିଳିଛି। ସେହିଭଳି ଏସ୍ଟିଏଫ୍ ଏସ୍ପି ରବୀନ୍ଦ୍ରନାଥ ଶତପଥୀଙ୍କୁ ବରଗଡ଼ ଏସ୍ପି, ସ୍ପେଶାଲ ବ୍ରାଞ୍ଚ ଏସ୍ପି ଥିବା କୃଷ୍ଣ ପ୍ରସାଦ ଦାସଙ୍କୁ ଏସ୍ଆର୍ପି ରାଉରକେଲା ଏସ୍ପି ଭାବେ ଦାୟିତ୍ୱ ମିଳିଛି। ସେହିପରି ଟାଉନ ସିଟି ଡିସିପି ଥିବା କିଶୋର ଚନ୍ଦ୍ର ମୁଣ୍ଡଙ୍କୁ ଦେବଗଡ଼ ଏସ୍ପି ଭାବେ ନିଯୁକ୍ତି ଦିଆଯାଇଛି। ରିପୋର୍ଟ ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।